ଜିରୋ ନାଇଟ୍ ପାଲଟିଲେ ବିରିୟାନି ଖାଇବାରେ ହେଲା କାଳ, ଜଣେ ମୃତ୍ୟୁବନ୍ଧ ଅସୁସ୍ଥ। ନୂଆଦିଲ୍ଲୀ ଅବଜୁରେ କରୁ କରୁ ଚାଲିଗଲା ଜୀବନ। ଜାନୁଆରୀ 1 ତାରିଖରେ ହାଇଦ୍ରାବାଦରେ ନୂତନ ବର୍ଷର ଉତ୍ସବ ଯେପରି ହୋଇଗଲା ବିରିୟାନି ପାର୍ଟିରେ। ଜଣେ ବ୍ୟକ୍ତି ମୃତ ହୋଇଥିବା ବେଳେ 15 ଅସୁସ୍ଥ ହୋଇଗଲେ ଜଣାପଡ଼ିଛି। ଏହି ଘଟଣାଟି ମେଡଚଲ ମାଲକାନଗିରି ଜିଲ୍ଲାର ଭବାନୀନଗରରେ ଘଟିଛି। ବନ୍ଧୁମାନଙ୍କ ସହିତ ନୂତନ ବର୍ଷ ପାଳନ କରୁଥିବା ସମୟରେ ସୁସ୍ଥ ଖରାପ ହେବାରୁ ଜଣେ 53 ବର୍ଷୀୟ ବ୍ୟକ୍ତିର ମୃତ୍ୟୁ ଘଟିଛି। କାଶ୍ମୀରରେ 17 ଜଣ। ନୂଆ ରେକର୍ଡ କଲା ନନ୍ଦନକାନନ, ବୁଲିଲେ 40 ଲକ୍ଷ ପର୍ଯ୍ୟଟକ। ଭୁବନେଶ୍ୱର 1-2-2025 ନନ୍ଦନକାନନକୁ ରେକର୍ଡ ସଂଖ୍ୟାର ପର୍ଯ୍ୟଟନ ଆଗାମୀ କରିଥିବା ଗୁରୁବାର ସୂଚନା ମିଳିଛି। 2025ରେ ନନ୍ଦନକାନନକୁ 40,20,535 ପର୍ଯ୍ୟଟକ ଆସିଛନ୍ତି। ଏଥିସହିତ ପ୍ରାଣୀ ଉଦ୍ୟାନ ବୁଲିଛନ୍ତି ମୋଟ 38,43,200 ପର୍ଯ୍ୟଟକ। ଗତିତ ବର୍ଷର ରେକର୍ଡ 23.23 କୋଟିର ରାଜଧାନୀରେ ମଦର ମହଲ। 7 ଦିନରେ 32 କୋଟି ଟଙ୍କାର ମଦ ପିଇଗଲେ ଭୁବନେଶ୍ୱରବାସୀ। ନୂଆଦିଲ୍ଲୀ ନୂଆ ବର୍ଷର ସ୍ୱାଗତ ଉତ୍ସବ ନେଇ ସାରା ରାଜଧାନୀରେ ଚଳଚଞ୍ଚଳ ଥିବାବେଳେ ମଦ ବିକ୍ରି କ୍ଷେତ୍ରରେ ଏକ ନୂତନ ରେକର୍ଡ ସୃଷ୍ଟି ହୋଇଛି। ଅବକାରୀ ବିଭାଗ ସୂଚନା ଅନୁସାରେ ବର୍ଷକର ଶେଷ 7 ଦିନ ଅଧିକ ବଡ଼ ଦିନ ଡିସେମ୍ବର 25 ଠାରୁ ଜିରୋ ନାଇଟ୍ ଡିସେମ୍ବର 31 ମଧ୍ୟରେ ରାଜଧାନୀବାସୀ ପ୍ରାୟ 32 କୋଟି ଟଙ୍କାର ମଦ ପିଇଛନ୍ତି। ଏହି ସମୟରେ ପ୍ରାୟ 2.5 ଲାଖ ଲିଟର ବିଦେଶୀ ମଦ ବିକ୍ରି ହୋଇଛି। ଦେଶୀ ମଦ ସହ ତାଳ ଦେଇ ପ୍ରାୟ 1.5 ଲକ୍ଷ ଲିଟର ଦେଶୀ ମଦ ବିକ୍ରି ହୋଇଛି ଜଣାପଡ଼ିଛି। ଡିସେମ୍ବରରେ ବଢ଼ିଲା ଜିଏସ୍ଟି ସଂଗ୍ରହ, 1.64 ଲକ୍ଷ କୋଟି ଟଙ୍କା ଛୁଇଁଲା ରାଜସ୍ୱ। ଦେଶରେ ବସ୍ତୁ ଓ ସେବା କର ଜିଏସ୍ଟି ସଂଗ୍ରହ ପୁଣି ଉତ୍ସାହିତ ଅଭିବୃଦ୍ଧି ଦେଖିବାକୁ ମିଳିଛି। ଗତିତ ନଭେମ୍ବର ମାସର ଗନ୍ତବ୍ୟ ପରେ ଡିସେମ୍ବରରେ ମୋଟ ଜିଏସ୍ଟି ସଂଗ୍ରହ 1.74 ଲାଖ କୋଟି ଟଙ୍କାରେ ପହଞ୍ଚିଛି, ଯାହା ଗତ ବର୍ଷର ଅବଧି ତୁଳନାରେ 160.1 ପ୍ରତିନିଧି। ନଭେମ୍ବରରେ ଏହି ସଂଗ୍ରହ 1.70 ଲାଖ କୋଟି ଟଙ୍କା ଥିବାବେଳେ ଡିସେମ୍ବରରେ ଏହା ବୃଦ୍ଧି ପାଇ ଗତ 3 ମାସ ମଧ୍ୟରେ ଏହା ସର୍ବାଧିକ ଅଭିବୃଦ୍ଧି ବୋଲି ଜଣାପଡ଼ିଛି। ଚଳିତ ମାସର ଅଭିବୃଦ୍ଧିରେ ଘରୋଇ କାରବାର ଅପେକ୍ଷା ଆମଦାନୀ ଶୁଳ୍କ ଅବଦାନ ଅଧିକ ରହିଛି। ନୂଆ ବର୍ଷର ଥରିଲା ସାରା ଓଡ଼ିଶା। ପ୍ରବଳ ଥଣ୍ଡା ସାଙ୍ଗକୁ ରାଜ୍ୟର ଏକାଧିକ ଅଞ୍ଚଳରେ ଘନ କୁହୁଡ଼ି ଅବସ୍ଥାରେ ଅବ୍ୟାହତ ରହିଥାଏ। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପ୍ରବଳ କୁହୁଡ଼ି ଦେଖାଯାଇଛି। ଅପରାହ୍ନ ପ୍ରାୟ 11ଟା ପର୍ଯ୍ୟନ୍ତ ସୂର୍ଯ୍ୟକିରଣ ଦେଖିବାକୁ ମିଳିନଥିବା ରାସ୍ତା, ଯାତାୟାତ ସମୟରେ ମୁହଁକୁ ମୁହଁ ଦିଶୁ ନଥିବା ଆଗାମୀ 4 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖି ପାଣିପାଗ ବିଭାଗକୁ ସଚେତନ ରେଞ୍ଜର ଓ ରେଡ୍ ଜାରି କରାଯାଇଛି। ଆହୁରି ଥରାଇବ ଶୀତଲହରୀ। ଆସନ୍ତା 3 ଦିନ ମଧ୍ୟରେ 2-3 ଡିଗ୍ରୀ ତାପମାତ୍ରା ବଢ଼ିବାର ସମ୍ଭାବନା ରହିଥିବା ମଧ୍ୟ ପରେ ପୁଣି ପାରା 2 ଡିଗ୍ରୀ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ଶୁକ୍ରବାର ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଅତି ଘନ କୁହୁଡ଼ି ଦେଖାଯିବ।